ଚାଷୀଙ୍କ ପାଇଁ ବଡ଼ ଘୋଷଣା ସରକାର ବଢ଼ାଇଲେ ଏଣିକି 5 ବର୍ଷ ଯାଏ ମିଳିବ ପିଏମ୍ କିଷାନ ଯୋଜନାର ଟଙ୍କା। ନମସ୍କାର ବନ୍ଧୁମାନେ, ଆପଣଙ୍କୁ ଓଡ଼ିଆ କ୍ୟାରିୟର ଅପଡେଟ୍ ଚ୍ୟାନେଲକୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍ କିଷାନ ଯୋଜନା ସହ ଜଡ଼ିତ ଏକ ବଡ଼ ଅପଡେଟ୍ ବିଷୟରେ ଜାଣିବା। ଦେଶର କୋଟି କୋଟି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ପିଏମ୍ କିଷାନ ଯୋଜନାର ଲାଭ ପୂର୍ବ ଭଳି ଯୋଗ୍ୟ ଚାଷୀମାନଙ୍କୁ ମିଳିବା ଜାରି ରହିବ। ତେବେ ଏହି ନୂଆ ଘୋଷଣାରେ କ'ଣ ରହିଛି, କାହାକୁ ଲାଭ ମିଳିବ ଏବଂ ଚାଷୀମାନେ କ'ଣ କରିବା ଆବଶ୍ୟକ, ସମସ୍ତ ସୂଚନା ଆଜିର ଏହି ଭିଡ଼ିଓରେ ଜାଣିବା। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନକୁ ଦବାଇକି ଅଲ୍ ସେଟ୍ କରି ରଖନ୍ତୁ, ଯାହାଦ୍ୱାରା ଆପଣମାନେ ଆଗକୁ ଏପରି ନୂଆ ନୂଆ ଲାଟେଷ୍ଟ ଅପଡେଟ୍ ନୋଟିଫିକେସନ୍ ଆମରି ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତେବେ ବନ୍ଧୁମାନେ, ପିଏମ୍ କିଷାନ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ କୃଷକ କଲ୍ୟାଣ ଯୋଜନା। ଏହା ଅଧୀନରେ ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ 6,000 ଟଙ୍କା ଆର୍ଥିକ ସହାୟତା ଦିଆଯାଇଥାଏ। ଏହି ଟଙ୍କା ବର୍ଷକୁ 3ଟି ସମାନ କିସ୍ତିରେ ପ୍ରତ୍ୟେକ କିସ୍ତିରେ 2,000 ଟଙ୍କା କରି ସିଧାସଳଖ ଲାଭାର୍ଥୀଙ୍କ ବା କୃଷକମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ। ସମ୍ପ୍ରତି ସରକାର ପିଏମ୍ କିଷାନ ଯୋଜନାକୁ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମୋଦନ କରିଛନ୍ତି। ଏହାର ଅର୍ଥ ହେଉଛି ଯୋଜନା ବନ୍ଦ ହେବ ନାହିଁ ଏବଂ ଯୋଗ୍ୟ ଚାଷୀମାନେ ନିୟମ ଅନୁଯାୟୀ ପୂର୍ବ ଭଳି ସହାୟତା ପାଇପାରିବେ। କିନ୍ତୁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେଉଛି ଯେ ବର୍ଷକୁ ମିଳୁଥିବା ଟଙ୍କା ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ସେହିପରି ଯୋଗ୍ୟ ଚାଷୀଙ୍କୁ ପୂର୍ବ ଭଳି ବର୍ଷକୁ 6,000 ଟଙ୍କା ହିଁ ମିଳୁଛି। ତେଣୁ କୌଣସି ଭୁଲ ଖବର କିମ୍ବା ଗୁଜବ ଉପରେ ବିଶ୍ୱାସ ନ କରି ସବୁବେଳେ ସରକାରଙ୍କ ଆଧିକାରିକ ସୂଚନାକୁ ଅନୁସରଣ କରନ୍ତୁ। ତେବେ ଚାଷୀମାନଙ୍କୁ କ'ଣ କରିବାକୁ ପଡ଼ିବ ଦେଖନ୍ତୁ। ପିଏମ୍ କିଷାନ ଯୋଜନାରେ ନିଜର ଇକେୱାଇସି ସମ୍ପୂର୍ଣ୍ଣ କରନ୍ତୁ, ଆଧାର କାର୍ଡ ସହ ବ୍ୟାଙ୍କ ଖାତା ଲିଙ୍କ ନିଶ୍ଚିତ କରନ୍ତୁ, ଜମି ସମ୍ବନ୍ଧୀୟ ରେକର୍ଡ ଠିକ୍ ଭାବରେ ଅପଡେଟ୍ କରନ୍ତୁ, ପିଏମ୍ କିଷାନ ପୋର୍ଟାଲରେ ସମୟରେ ନିକଟରେ ଷ୍ଟାଟସ ଯାଞ୍ଚ କରନ୍ତୁ, କୌଣସି ତ୍ରୁଟି ଥିଲେ ନିକଟସ୍ଥ କୃଷି କାର୍ଯ୍ୟାଳୟ କିମ୍ବା ସିଏସ୍ସି କେନ୍ଦ୍ରରେ ଯୋଗାଯୋଗ ମଧ୍ୟ କରନ୍ତୁ। ତେଣୁ ବନ୍ଧୁମାନେ, ପିଏମ୍ କିଷାନ ଯୋଜନାର ସମ୍ବନ୍ଧରେ ଏହା ହେଉଛି ସତ୍ୟତମ ଅପଡେଟ୍। ଯୋଜନାକୁ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ଚାଷୀମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ସକାରାତ୍ମକ ଖବର। କିନ୍ତୁ ପ୍ରତିବର୍ଷ ମିଳୁଥିବା 6,000 ଟଙ୍କା ବଢ଼ିଛି। ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ସେଥିପାଇଁ ଗୁଜବ ଠାରୁ ଦୂରରେ ରୁହନ୍ତୁ ଏବଂ କେବଳ ଆଧିକାରିକ ସୂଚନା ଉପରେ ବିଶ୍ୱାସ ରଖନ୍ତୁ। ଏହିପରି ସରକାରୀ ଯୋଜନା, ଚାକିରି, ପରୀକ୍ଷା ଓ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ନୂଆ ଅପଡେଟ୍ ପାଇବା ପାଇଁ ଓଡ଼ିଆ କ୍ୟାରିୟର ଅପଡେଟ୍ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନକୁ ଦବାଇକି ଅଲ୍ ସେଟ୍ କରି ରଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ। ରହୁଛି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ।